ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ଆମେ ପାଠ କରୁଥିଲେ ସାପମୋଚନ କବିତାଟିକୁ, ଯାହାକି ଜଗନ୍ନାଥ ଦାସଙ୍କର ଅମର କୀର୍ତ୍ତି ଭାଗବତର ଦଶମ ସ୍କନ୍ଧର 69ତମ ଅଧ୍ୟାୟ ନା ରୋଗରାଜ ମୁଖ୍ୟ ପ୍ରସଙ୍ଗ ଭାବରେ ବର୍ଣ୍ଣିତ ହୋଇଛି। ପୂର୍ବ ଅଧ୍ୟାୟରେ ଇକ୍ଷ୍ୱାକୁ କୁଳ ସମ୍ଭୂତ ମୃଗରାଜଙ୍କର ଅପୂର୍ବ ଚରିତ୍ର ଆମେ ଶ୍ରବଣ କରୁଥିଲେ। ବୁଝିପାରିଲା? ମଦନ ଗୋପାଳ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଆଗରେ ନିଜର ଜୀବନ ବୃତ୍ତାନ୍ତ ବଖାଣ କରୁଥିଲେ। ମୃଗରାଜ ଗୋଟିଏ ଗାଈ ଭୁଲ ବଶତଃ ତାଙ୍କ ଦ୍ଵାରା ଦୁଇଥର ଦାନ ହେଇଯାଇଛି। ବୁଝିପାରିଲା? ଦୁଇ ଜଣ ବ୍ରାହ୍ମଣ ପରସ୍ପର ମଧ୍ୟରେ କଳହ କରୁଛନ୍ତି, ହାତାହାତି ହଉଛନ୍ତି ଏବଂ ଉଚ୍ଚବାଚ ହୋଇ ସମାଧାନ ନିମନ୍ତେ ଦରବାରର କୁ ଆସିଛନ୍ତି। ଏହାପରେ କଣ ହେଇଛି? ରାଜା କଣ ବିଚାର କରୁଛନ୍ତି? ତାଙ୍କ ଦ୍ଵାରା ଦୁଇଥର ଭୁଲ କ୍ରମେ ଗାଈଟି ଦୁଇଥର ବ୍ରାହ୍ମଣଙ୍କୁ ଦାନ ହୋଇଯାଇଛି। କଣ ହେଇଛି? ଏହାପରେ ଦେଖ ବୋଇଲେ, ବ୍ରାହ୍ମଣ ମୋର ମୁଖ ଚାହିଁ ବୋଲୋଇ କୋପ ଭରା ହୋଇ। ବ୍ରାହ୍ମଣ ମୋର ମୁଖକୁ ଚାହୁଁଛି, ଆସିଛନ୍ତି ନା ଏମନ୍ତେ ଉଚ୍ଚବାଚ ହୋଇ ହାତାହାତି ହୋଇ କଳି କଜିଆ ହୋଇ ମୋ ପୁରକୁ ଆସି ଯାଇଛନ୍ତି। ଏବଂ ବ୍ରାହ୍ମଣ ଆସିକି ମୋର ମୁହଁକୁ ଚାହିଁକି କହୁଛି, କିଭଳି କହୁଛି? ବୋଲୋଇ କୋପଭର ହୋଇ। ବୋଲୋଇ କହିଲେ କୁହଇ, କୋପଭର ହୋଇ କହିଲେ କୁହଇ, କୋପଭର ହୋଇ କହିଲେ ରାଗି ଯାଇ। କୋପଭର ହୋଇ ମାନେ କ୍ରୋଧରେ ଜର୍ଜରିତ ହୋଇ ବ୍ରାହ୍ମଣ କଣ କହୁଛି? ତୁମର ହସ୍ତେ ଧେନୁ ଦେଇ ଏବେ ହରିଲୁ କିସ୍ ପାଇଁ। ତୁମର ହେ ରାଜନ, ଆପଣ କଣ କଲେ? ମୋର ହସ୍ତରେ, ବୁଝିପାରିଲା? ଏପଟ ହାତରେ ମୋର ମାନେ ମତେ ଧେନୁ ଦେଇ, ଗାଈ ଦେଇ, ସେପଟେ ହାତରେ ମୋର ହରେଇ ଦେଲେ। ବୁଝିପାରିଲା? ଏବେ ହରିଲୁ କିସ୍ ପାଇଁ? କିସ୍ ପାଇଁ ମାନେ କଣ ପାଇଁ? ଏବେ ହରଣ କଲ। ଗତକାଲି ମତେ ଦେଇଦେଲ ଦାନରେ ଗାଈ, ପରନ୍ତୁ ଆଜି ତମେ ହରଣ କରି ନେଉଛ। କାହିଁକି ରାଜନ? ହେ ରାଜନ, କାହିଁକି ଆଜ୍ଞା? ଜାଣିଛ ନା କାହିଁକି ହୁଏ? ନା ଦେଇଥିବା ଧନକୁ ଯଦି ଆପଣ ନେଇଯିବେ, ଜାଣିଛନ୍ତି କଣ ହେବେ? କଣ ଦେଖ, ଉତ୍ସର୍ଗ ଦାନ ଦେ, ଉତ୍ସର୍ଗ ଦାନ ଦେଉଛ ହରେ, ଅନ୍ତେ ନରକ ଭୋଗ କରେ। ତାମାନେ ଉତ୍ସର୍ଗ କରାଯାଇଥିବା, ଦାନ କରାଯାଇଥିବା, ଯେଉଁ ଧନକୁ ଦିଆଯାଇଥିବା, ସେଇ ଦାନକୁ ଯଦି କଣ କରନ୍ତି? ଯିଏ ହରଣ କରନ୍ତି। ଯଦି ଦେଖିଥିବା ଦାନକୁ ଆଉ ଥରେ ଫେରେଇ ଆସନ୍ତି ନା, ହରଣ କରନ୍ତି ନା, ଅନ୍ତେ ନରକ ଭୋଗ କରେ। ଅନ୍ତ ସମୟରେ, ଅନ୍ତ କାଳରେ ନରକ ଭୋଗ, ବୁଝିପାରିଲା? ନରକ ଭୋଗ କରେ, ନରକ ଜ୍ଞାମୀ ହୁଏ ମଣିଷ। ବୁଝିପାରିଲା? କଣ ହେଇଛି? ଯେ ବିପ୍ର ପତିଗ୍ରହ ତ୍ୟାଗେ ସେଇ ବড়ই ଦୁଃଖ ଭାଗେ। ତାମାନେ ଯେ ବିପ୍ର, ଯେଉଁ ବିପ୍ର ପ୍ରତିଗ୍ରହ ତ୍ୟାଗେ। ପ୍ରତିଗ୍ରହ କହିଲେ କଣ? ପ୍ରତିଗ୍ରହ କହିଲେ ଆମେ ସମସ୍ତେ ଜାଣିଛେ ପିଲେ, ଦାନ ଗ୍ରହଣ। ଯେଉଁ ବ୍ରାହ୍ମଣ ଗ୍ରହଣ କରିଥିବା ଦାନ, ଯାହାକୁ ପ୍ରତିଗ୍ରହ କହିଛନ୍ତି, କରାଯାଇଥିବା ଦାନକୁ ଯଦି ତ୍ୟାଗ କରେ, ବୁଝିପାରିଲା? ବୁଝିପାରିଲେ? ତାହେଲେ ସେ ଦୁଇଟା ସେଇ ବড়ଇ ଦୁଃଖ ଭାଗେ। ସେ ଦୁଃଖ ଭାଗ କରେ।
ସେ ଦୁଃଖ ପ୍ରାପ୍ତ ହୁଏ, ତାକୁ ଦୁଃଖ ମିଳେ। ତାହେଲେ କାହାକୁ ଦୁଃଖ ମିଳେ? ଦେଖ ପିଲେ, ଏଠାରେ ଦୁଇଟି କଥା ଅଛି। ଯଦି ଦିଆଯାଇଥିବା ଦାନକୁ ସେ ଜଣକ ପୁନର୍ବାର ହରଣ କରନ୍ତି, ତାହେଲେ ତାଙ୍କୁ ଅନ୍ତ ସମୟରେ, ଅନ୍ତ କାଳରେ, ପରବର୍ତ୍ତୀ ସମୟରେ, ମୃତ୍ୟୁ ସମୟରେ ସେ ନର୍କ ଭୋଗ କରନ୍ତି। ବୁଝିପାରିଲା? ଏବଂ ଆଉ ଗୋଟେ କଥା କଣ ନା, ଯେଉଁ ବ୍ରାହ୍ମଣ ଗ୍ରହଣ କରିଥିବା ଦାନକୁ ତ୍ୟାଗ କରିଦିଏ, ସେ ମଧ୍ୟ ଦୁଃଖ ଭୋଗେ। ବୁଝିପାରିଲା? ତାମାନେ ଦୁଇଟି କଥା ଅଛି। ହେ ରାଜନ, ଆପଣ ମତେ କାଲି ସକାଳେ ଗାଈଟି ଦେଇଥିଲେ, ଆଜି ସକାଳେ ମାନେ ମୋଠୁ ନେଇଯାଅ, ମୋଠୁ ନେଇଯାଇ ତାକୁ ଦେଇ ଦଉଛନ୍ତି। ତାମାନେ ଆପଣ କଣ କରିଛନ୍ତି? ଉତ୍ସର୍ଗ, ଦାନକୁ ହରଣ କରିଛନ୍ତି। ତାମାନେ ଆପଣ ଅନ୍ତ ସମୟରେ, ମୃତ୍ୟୁ ସମୟରେ ନର୍କ ଭୋଗ କରିବେ। ଏବଂ ଆଉ ଗୋଟେ କଥା କଣ, ସେ ବ୍ରାହ୍ମଣ ବି ଦେଇପାରିବେନି। କାହିଁକି ଦେଇପାରିବେନି? ନା ସେ ଦରବାରରେ ସେ ପ୍ରତିଗ୍ରହ, ସେ ଦାନକୁ ଏହାକୁ ପାଇଛି, ତାକୁ ଯଦି ଦାନ କରିଦବ, ତାକୁ ଯଦି ସେ ତ୍ୟାଗ କରିଦବ ନା, ସେ ମଧ୍ୟ ଦୁଃଖ ଭୋଗିବ। ତେଣୁ ସେ ଦେଇପାରିବନି, କି ଆପଣ ତାକୁ ହରଣ କରିପାରିବେନି। ତାମାନେ ଏଇ ଭଳି ବାକ୍ୟ ଯେତେବେଳେ ଶୁଣିଛନ୍ତି, କିଏ ସେ? ରାଜନ, ମୃଗରାଜ, ଇକ୍ଷ୍ୱାକୁ ବଂଶ କୁଳ ସମ୍ଭୂତ ରାଜା ଯେତେବେଳେ ଗ୍ରହଣ କରିଛନ୍ତି, ଏଇ ବାକ୍ୟ କଣ ହେଇଥିବ? ଦେଖ ବୁଝିଲେ, ଏମନ୍ତେ ବିପ୍ର ବାକ୍ୟ ଶୁଣି ବଜ୍ର ପଡ଼ିଲା ଶିରେ ମଣି। ତାହେଲେ ଏଇଭଳି ହେମନ୍ତେ ବିପ୍ର ବାକ୍ୟ ଶୁଣି, ହେମନ୍ତ ବିପ୍ର ବାକ୍ୟ ଶୁଣି ବଜ୍ର ପଡ଼ିଲା ଶିରେ ମଣି। ତାହେଲେ ଏଇଭଳି ଏଇ ସମୟ, ତାହେଲେ ଏଇଭଳି ଏମନ୍ତ ବିପ୍ର ବାକ୍ୟ, ଏମନ୍ତ ବିପ୍ର କହିଲେ ବ୍ରାହ୍ମଣ, ବାକ୍ୟ ବ୍ରାହ୍ମଣଙ୍କର ମୁଖ ନିଃସୃତ, ବ୍ରାହ୍ମଣଙ୍କର ମୁଖରୁ ବାହାରୁଥିବା ବାକ୍ୟକୁ ଶ୍ରବଣ କରି ବଜ୍ର କହିଲା ଶିରେ ମଣି। ମୋର କାୟ ସରି ଯେଭଳି ଲାଗିଲା, ମସ୍ତକରେ ବ୍ରଜ ସତେ ହବା, ବ୍ରଜେ ପଡିଲା ମସ୍ତକରେ। କଣ କରିବେ? ମାନେ ପାଇଲି ମହାକାୟ, ମହାଭୟ, କାତରେ କମ୍ପେ ମୋର କାୟ, କାତରେ କମ୍ପେ ମୋର କାୟ। ମନେ ପାଇନି। କହୁଛନ୍ତି ହେ ଶ୍ରୀକୃଷ୍ଣଙ୍କୁ, ହେ ଜନାର୍ଦ୍ଦନ, ହେ ନାଥ, ହେ ମଦନ ଗୋପାଳ, ଶୁଣନ୍ତୁ କଣ ନା, ମନେ ପାଇଲି ମହାଭୟ, ମହାଭୟ ମତେ ହାରିଲା, ମହାଭୟ ମତେ ରାଗିଲା, କାତରେ କମ୍ପେ ମୋର କାୟ, ମୋର କାୟ, କାୟ କହିଲେ ପିଲେ ଶରୀର, କାତରରେ ଭୟରେ କମ୍ପି ଉଠିଲା। କଣ ହେଇଛି? ତାପରେ ଦେଖ ପିଲେ, ଉଭୟ ସଙ୍କଟେ ମୁଁ ପଡି, କର ଯୁଗଳ ଶିରେ ଯୋଡି। ତାମାନେ କଣ? ଉଭୟ ସଙ୍କଟେ, ଦୁଇଟା ସଙ୍କଟରେ ମୁଁ ପଡିଗଲିଣି ନା। ଏମନ୍ତେ ସେ ଗାଈକୁ ଆଣିଛି ବାରି, ଫେରେଇକି ଆମକୁ ଦେଇଛି ନା। କିଭଳି କଣ କରିବ? ବୁଝିପାରିଲା? ଖରାପ ଦେଲେ, ଶୁଣି ଦେଲେ ଖରାପ, ପୁଣି ମାନେ ଯଦି ଫେରେଇ ଆଣିବି ଖରାପ, ତାହେଲେ କଣ କରିବି ଆଜ୍ଞା? ଏଇଭଳି ଉଭୟ ସଙ୍କଟେ, ଦୁଇ ଜଣଙ୍କର ବିପ୍ର କ୍ଷେତ୍ରରେ ସଙ୍କଟ ଦେଖାଯାଉଛି। ଏଇ ଉଭୟ ସଙ୍କଟରେ ପଡି କର ଯୁଗଳ ଶିରେ ଯୋଡି। କର ଯୁଗଳ କହିଲେ ଦୁଇ ହାତ, କର ଯୁଗଳ କହନ୍ତି। ଯେମିତି ଦୁଇ ପାଦକୁ ଚରଣ ଯୁଗ କହନ୍ତି, ସେମିତି ଦୁଇ ହାତକୁ ମୁଁ ମସ୍ତକରେ ଯୋଡି ନମନ ହେଲି, ଜୁହାର ହେଲି, କାକୁତି ବିନତି ହେଲି। ତାପରେ କଣ ଦେଖ ବୋଲେ, ବେନି ବିପ୍ରଙ୍କ ପାଦ ଗୋତେ, ଭୁଲଇ କଲି ନାନା ମତେ। ତାମାନେ କଣ? ବେନି ବିପ୍ର, ବେନି କହିଲେ ଏଇ ଦୁଇ ଜଣଙ୍କର ବିପ୍ରରେ, ବିପ୍ରଙ୍କର ମାନେ ବ୍ରାହ୍ମଣଙ୍କର ପାଦ ଗତେ, ପାଦରେ ମୁଁ ପଡିଗଲି। ଦୁଇ ହାତକୁ ହାତରେ ଯୋଡି ଦୁଇ ଜଣ ବ୍ରାହ୍ମଣଙ୍କର ପାଦ ପାଖରେ, ତାଙ୍କ ପାଦ ପାଖରେ ମୁଁ ପଡିଗଲି। ବୁଝିପାରିଲା? ଏବଂ କଣ କଲି? ପ୍ରବୋଧ କଲି ନାନା ମତେ, ନାନା ପ୍ରକାର ପ୍ରବୋଧ କଲି, ପ୍ରଭେଦ କଲି, ପ୍ରଭେଦ କଲି, ନାନା ପ୍ରକାରର
परंतु कौन ହେଲା संकल्प लक्षे धेनु କରି ଭୋଇଲି ବିପ୍ରପାଦ ଧରି ସଂକଳ୍ପ କଲି। କଣ ସଂକଳ୍ପ କଲି ନା ସଂକଳ୍ପ କରୁଛି ଲକ୍ଷେ ଧେନୁ ଦେବି, ଲକ୍ଷେ ଗାଈ ଦେବି। ତାମାନେ ଏଇ ଗୋଟିଏ ଗାଈର ମୂଲ୍ୟରେ ମୁଁ 1000 ମୁଁ ଲକ୍ଷେ ଗୁଣ କରିକି ଆପଣଙ୍କୁ ଲକ୍ଷେ ଗାଈ ପଶି ଦେବି। ବୋଇଲି କହିଲି ବ୍ରାହ୍ମଣଙ୍କର ପାଦକୁ ଧରି କହିଲି ସଂକେପ କଲି ମୁଁ ଲକ୍ଷେ ଗାଈ ଦେବି ପରନ୍ତୁ କଣ କର ବିପ୍ର ଲକ୍ଷେ ଧେନୁ ଦେ ଏ ଧେନୁ ଗୋଟେ ଦିଅ ତୁହି ଭୋ ବିପ୍ର ହେ ବିପ୍ର ହେ ବ୍ରାହ୍ମଣ ବର ଆପଣ ଲକ୍ଷେ ଧେନୁ ନେଇଯାଅ, ଲକ୍ଷେ ଗାଈ ନେଇଯାଅ ପରନ୍ତୁ ଏଇ ଗାଈ ଗୋଟିକୁ ମତେ ଦେଇଦିଅ। ଏଇ ଗାଈ ଗୋଟିକୁ ମତେ ଦେଇଦିଅ ବୋଲି ନୃଗରାଜ କହୁଛନ୍ତି। ଏବଂ ଆଉ କଣ କହୁଛନ୍ତି ଦେଖ ବିଲେ ଏଇ ସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବେଶ